ସ୍ୱର୍ଗତ ସୁଖଦେବ ସାହୁ, ପିତା ସ୍ୱର୍ଗତ ଯୋଗେନ୍ଦ୍ରନାଥ ସାହୁ, ମାତା ସରୋଜିନୀ ସାହୁ। ପ୍ରଥମ ଗର୍ଭରୁ ଜନ୍ମ 14/10/1929 ମସିହା ପଣ୍ଡୁ ପୂର୍ଣ୍ଣିମା ଦିନ ଜନ୍ମଗ୍ରହଣ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଗ୍ରାମରେ ତାଙ୍କର ଜନ୍ମ। ସେ ପ୍ରଥମେ ଗାଁ ସ୍କୁଲରୁ ପାଠପଢ଼ା ଆରମ୍ଭ କରିଥିଲେ। କଳାରେ ସ୍ନାତକୋତ୍ତର ଓ ଶିକ୍ଷାରେ ସ୍ନାତକ ଉପାଧି ଲାଭ କରିଥିଲେ। ଶିକ୍ଷା ସମାପ୍ତି ପରେ ସେ ଶିକ୍ଷକ ଭାବରେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ତାଙ୍କର ଜୀବନ ବହୁତ ଗୁଡ଼ିଏ ଅନ୍ୟ ବିଭାଗରେ ଚାକିରି ମିଳିଥିଲେ ମଧ୍ୟ ସେ ଶିକ୍ଷାର ବିକାଶ କରିବା ପାଇଁ ଶିକ୍ଷକତାକୁ ବାଛି ନେଇଥିଲେ। 1950 ମସିହା ଅଗଷ୍ଟ 19 ତାରିଖରେ ପ୍ରଥମେ ଇନ୍ଦୁପୁର ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବରେ କର୍ମଜୀବନ ଆରମ୍ଭ କରିଥିଲେ। ତାଙ୍କ ଜୀବନ ବହୁତ ସଂଘର୍ଷମୟ ଥିଲା। ସେ ନିଜର କର୍ମମୟ ଜୀବନକୁ ଶୃଙ୍ଖଳିତ ଭାବରେ ଚଳାଇ ନେଇଥିଲେ। ତା ସହିତ ସେ ଜଣେ ସୁସାହିତ୍ୟିକ। ସେ ତାଙ୍କ ଜୀବନ କାଳ ମଧ୍ୟରେ 300ଟିରୁ ଅଧିକ ପୁସ୍ତକ ଜୀବନ ଦାନ ଦେଇପାରିଛନ୍ତି। ସେ ଥିଲେ ଶିଶୁ ସାହିତ୍ୟିକ, ଗାଳ୍ପିକ, ଐତିହାସିକ, ଉପନ୍ୟାସିକ, କାବ୍ୟ ଅନୁବାଦକ, ନାଟ୍ୟକାର ଓ ଦାର୍ଶନିକ। ତାଙ୍କ ଜୀବନ କାଳ ମଧ୍ୟରେ ବହୁତ ଇଂରାଜୀ ଟେକ୍ସଟ ବୁକ୍ ପିଲାମାନଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି। ସେତିକିରେ ତାଙ୍କ କଲମ ଚାଳନା ଅଟକି ଯାଇନି। ସେ ତାଙ୍କ ସମୟରେ ସେ କୃଷିର ଉନ୍ନତି ପାଇଁ, କୃଷକଙ୍କର ସଚେତନତା ପାଇଁ ବିଭିନ୍ନ ପ୍ରକାର ଚାଷ କରିବା ପ୍ରଣାଳୀକୁ ପୁସ୍ତକ ମାଧ୍ୟମରେ ପ୍ରକାଶ କରି କୃଷକମାନଙ୍କ ପାଖରେ ପହଞ୍ଚାଇ ଦେଇଥିଲେ। ତାଙ୍କ ପାଠଦାନ ସମୟରେ ନିଜର ପାରିଶ୍ରମିକ ଅର୍ଥରୁ ମେଧା ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ପୁସ୍ତକ ଓ ଖାତାପତ୍ର ଦେଇଥିଲେ। ସେ ଶିକ୍ଷା କ୍ଷେତ୍ରରେ ବହୁ ଅନୁଷ୍ଠାନରେ ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ୱ ତୁଲାଇଛନ୍ତି। ସରକାର ସେଥିପାଇଁ ତାଙ୍କୁ ବହୁ ପୁରସ୍କାର ମଧ୍ୟ ଦେଇଛନ୍ତି। ସ୍ୱର୍ଗତ ସୁଖଦେବ ସାହୁ ଯେତେବେଳେ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ, ସେହି ସମୟରେ ତାଙ୍କର ପ୍ରଥମ କବିତା ପ୍ରେମ ତରଙ୍ଗ ରଚନା କରିଥିଲେ। ଗତିଶୀଳ ଜୀବନର ସାଧନା ପଥରେ ବିଭିନ୍ନ ସମୟରେ ଆମ ରାଜ୍ୟର ଭିନ୍ନ ଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ସଂସଦ ଦ୍ୱାରା ଆନୁଷ୍ଠାନିକ ଭାବେ ଲବ୍ଧ ପ୍ରତିଭା ସମ୍ମାନର ଅଧିକାରୀ ହୋଇପାରିଥିଲେ। 2004 ମସିହାରେ କେନ୍ଦ୍ରାପଡ଼ା ସାହିତ୍ୟ ସଂସଦ ତରଫରୁ ପ୍ରତିଭା ସମ୍ମାନ, 2008 ମସିହାରେ ଜୟ ଭାରତୀ ସାଥୀ ସମାଜ ତରଫରୁ ପ୍ରତିଭା ସମ୍ମାନ, 2011 ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦ ତରଫରୁ ତୁଳସୀ ସମ୍ମାନ, 2012 ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର ତରଫରୁ ପ୍ରତିଭା ସମ୍ମାନ, 2012 ମସିହାରେ ଜୟଦେବ ସଂସ୍କୃତି ବିକାଶ ପରିଷଦ ତରଫରୁ ଜୟଦେବ ସମ୍ମାନ, 2012 ମସିହାରେ ଓଡ଼ିଶା ଆନ୍ତର୍ଜାତିକ କେନ୍ଦ୍ର ତରଫରୁ ଶକ୍ତି ସ୍ରୋତ ସମ୍ମାନ ଲାଭ କରିଥିଲେ। ସେ ଥିଲେ ଜଣେ ପ୍ରତିଭାବାନ ସାରସ୍ୱତ ସାଧକ ଓ ଗବେଷକ। ସେ 1968 ମସିହାରୁ 2012 ମସିହା ମଧ୍ୟରେ 250ଟି ପୁସ୍ତକ ବିଭିନ୍ନ ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶ ପାଇସାରିଥିଲା। ବର୍ତ୍ତମାନ ତାଙ୍କର ଅନେକ କୃତିତ୍ୱ ମୁକ୍ତିଲାଭ ଅପେକ୍ଷାରେ ଅଟକି ରହିଛି। ତାଙ୍କର ପୁତ୍ରବଧୂମାନେ ତାହାକୁ ପ୍ରକାଶ କରିବା ପାଇଁ ଆଗଭର ହୋଇଆସିଛନ୍ତି। ପ୍ରଥମେ ସେ 1960 ମସିହାରେ ଯୁଗଯାତ୍ରୀ ନାମକ ନାଟକ ପୁସ୍ତକ ଘନଶ୍ୟାମ ଜେନାଙ୍କ ଦ୍ୱାରା ପ୍ରକାଶନ କରି ପ୍ରସିଦ୍ଧ ଲାଭ କରିଥିଲା। ସେହି ନାଟକ ତାଙ୍କୁ ବହୁ ପ୍ରସିଦ୍ଧ ଲାଭ କରାଇଥିଲା। ଏହାପରେ ସେ ଆଉ ପଛକୁ ଫେରି ଯାଇନଥିଲେ। ସେ ତାଙ୍କ ଜୀବନ କାଳ ମଧ୍ୟରେ ଶିଶୁ କାବ୍ୟ, କ୍ଷୁଦ୍ର ଗଳ୍ପ, ପୁରାଣ ଚରିତ୍ର ପୁସ୍ତକ, କୃଷି ବିଜ୍ଞାନ, ଜୀବନୀ ସାହିତ୍ୟ, ଆଦିବାସୀ ଗଳ୍ପ, ଆଲୋଚନାତ୍ମକ ଗ୍ରନ୍ଥ, ଧର୍ମ ସଂସ୍କୃତି ଗ୍ରନ୍ଥ, ଐତିହାସିକ ପୁସ୍ତକ, ଶିଶୁ ଗଳ୍ପ, ଅନୁବାଦ କାବ୍ୟ, ନାଟକ, ସାଧାରଣ ଜ୍ଞାନ, ସମର ସାହିତ୍ୟ, ଉପନ୍ୟାସ ଆଦି ସମାଜ
ଓ ସଂସ୍କୃତି ପରମ୍ପରା, ଜାତୀୟ ପର୍ବ, ଗଳ୍ପମାଳା ଓ ଗଳ୍ପ ସାହିତ୍ୟ ଇତ୍ୟାଦି। ସେତିକିରେ ସେ ନୀରବ ଦଷ୍ଟା ହୋଇ ରହିପାରିନଥିଲେ। ଇଂରାଜୀ ଭାଷାରେ ଟେକ୍ସଟବୁକ୍, ଓଡ଼ିଆ, ଇଂଲିଶ 35 ଖଣ୍ଡରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶ ଲାଭ କରିଛି। ସେ ବିଭିନ୍ନ ଭାଷାରେ ପାରଦର୍ଶିତା ଲାଭ କରି ସୁନ୍ଦର ଭାବରେ ଭାଷଣ ଦେଇପାରନ୍ତି। ତାଙ୍କର ଉଦ୍ୟମ ଫଳରେ ମଦନ ମୋହନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଠସାହି କେନ୍ଦ୍ରାପଡ଼ାଠାରେ ଗଢ଼ି ଉଠି ପାରିଛି। ତାଙ୍କର ପ୍ରୟାସରେ ବହୁତ ସାହିତ୍ୟ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ ଚଳଚଞ୍ଚଳ ହୋଇପାରିଛି। ସେହି ମହାମାନବ ପ୍ରଜ୍ଞା ପୁରୁଷ ଶୋକ ସାର୍ ଆଉ ନାହାନ୍ତି। 2019 ମସିହା ଉତ୍କଳ ଦିବସରେ ସେ ଇହଲୀଳା ସମ୍ବରଣ କରି ଆମ୍ଭମାନଙ୍କୁ ଛାଡ଼ି ଚାଲିଗଲେ। ଭଗବାନଙ୍କ ନିକଟରେ ସେହି ଅମର ଆତ୍ମାର ସଦ୍ଗତି କାମନା କରୁଛି ଆମ ଉତ୍କଳ ପ୍ରଭା ୟୁଟ୍ୟୁବ୍ ଚ୍ୟାନେଲ। ତାଙ୍କରି ସ୍ମୃତି ଉଦ୍ଦେଶ୍ୟରେ ସ୍ୱର୍ଗତ ସୁକଦେବ ସାହୁ ସ୍ମରଣିକା ଲୋକାର୍ପଣ ଉତ୍ସବ 10 ସେପ୍ଟେମ୍ବର 2021 କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ସ୍ଥିତ ରଚନା ଭବନଠାରେ ଆୟୋଜିତ କରାଯାଇଥିଲା। ସେହି ଉତ୍ସବରେ ବରିଷ୍ଠ ସାହିତ୍ୟିକ ଗବେଷକ ଡକ୍ଟର ବାସୁଦେବ ଦାସ ସଭାପତିତ୍ୱ କରିଥିଲେ। ଜୟନ୍ତ ଯଶବନ୍ତ ସାହୁ ସମ୍ପାଦକ ଭାର ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶଶିଭୂଷଣ ବେହେରା ଯୋଗଦାନ ଦେଇଥିଲେ। ସମ୍ମାନୀୟ ଅତିଥି ଭାବରେ ଶ୍ରୀଯୁକ୍ତ ମାନସ କୁମାର ପରିଡ଼ା, ଅଧ୍ୟକ୍ଷ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଯୋଗଦାନ କରିଥିଲେ। ଅନ୍ୟ ଅତିଥିବୃନ୍ଦ ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲ, ପ୍ରଫେସର ଶ୍ରୀ ନନ୍ଦକିଶୋର ପରିଡ଼ା, ଶ୍ରୀଯୁକ୍ତ ସରୋଜ କୁମାର ମହାନ୍ତି, ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ ସାହିତ୍ୟ ସାଧକ ସାଧିକାମାନେ ଉପସ୍ଥିତ ରହି ତାଙ୍କର ସ୍ମୃତିଚାରଣ କରିଥିଲେ। ପ୍ରଥମେ ସମସ୍ତ ଅତିଥିବୃନ୍ଦମାନଙ୍କ ଦ୍ୱାରା ସ୍ୱର୍ଗତ ସୁକଦେବ ସାହୁଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। କବି ଶ୍ରୀଯୁକ୍ତ ଶୈଳଜ ସାମଲ ଓ ଶ୍ରୀଯୁକ୍ତ ଭକ୍ତଚରଣ ସାହୁ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ। ସେହି ଅବସରରେ କବି ଶ୍ରୀଯୁକ୍ତ ଭକ୍ତଚରଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶ୍ରୀଯୁକ୍ତ ଶୈଳଜ କୁମାର ସାମଲ ପ୍ରାରମ୍ଭିକ ଅଭିଭାଷଣ ରଖି ସ୍ୱର୍ଗତ ସୁକଦେବ ସାରଙ୍କର ଜୀବନ ସଂଘର୍ଷ, ଲୋକ ସମ୍ପର୍କ, ତାଙ୍କ ଦ୍ୱାରା ସାହିତ୍ୟ କାର୍ଯ୍ୟକ୍ରମକୁ ସଂକ୍ଷିପ୍ତ ଭାବରେ ଆଲୋଚନା କରିଥିଲେ। ଏହାପରେ ତାଙ୍କର ପୁତ୍ର ଜୟନ୍ତ ଯଶବନ୍ତ ସାହୁ ନିଜର ମନ୍ତବ୍ୟ ରଖି କହିଥିଲେ, ମୁଁ ଯେତେବେଳେ ଛୋଟ ହୋଇଥିଲି, ବାପା ସବୁବେଳେ ମୋତେ ସବୁ ପର୍ବପର୍ବାଣିକୁ ବୁଲାଇ ନିଅନ୍ତି। ଯଦି ସେହି ପର୍ବପର୍ବାଣିରେ ପୁସ୍ତକ ଭଣ୍ଡାରଟି ଲାଗିଥାଏ, ତାହେଲେ ବାପା ମୋର ସେହି ପୁସ୍ତକ ଭଣ୍ଡାର ନିକଟରେ ହିଁ ଅଟକି ରହିଯାଇଥାନ୍ତି। ଯେଉଁଥିପାଇଁ ମୁଁ ସେତେବେଳେ ଭାରି ବିରକ୍ତି ପ୍ରକାଶ କରିଥାଏ। କିନ୍ତୁ ପରବର୍ତ୍ତୀ ସମୟରେ ମୋର ଯେତେବେଳେ ହେତୁ ହେଲା, ମୁଁ ବୁଝିପାରିଥିଲି ବାପା କ'ଣ ପାଇଁ ପୁସ୍ତକ ଭଣ୍ଡାର ପାଖରେ ଅଟକି ଯାଇଥାନ୍ତି। ଆଜି ସେ ଜଣେ ସୁନାମଧନ୍ୟ କବି, ଲେଖକ, ସମାଜସେବକ, ଗାଳ୍ପିକ, ସ୍ତମ୍ଭକାର, ନାଟ୍ୟକାର। ମୋର ଆଜି ମନେ ପଡ଼େ ବାପାଙ୍କର ସେହି ସ୍ନେହଭରା ଆଖି। ସେ ସଦାସର୍ବଦା ନିଜ ଗୋଡ଼ରେ ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ହିଁ କହିଥିଲେ। ସମାଜରେ ଏମିତି କାର୍ଯ୍ୟ କର ଯାହାକି ତୁମେ ଚାଲିଗଲା ପରେ ତୁମକୁ ଲୋକମାନେ ଝୁରି ହେବେ, ତୁମର ଅଭାବକୁ ପରିଲିଖିତ କରିବେ। ଏହାପରେ ସମସ୍ତ ଅତିଥିମାନଙ୍କ ଦ୍ୱାରା ପ୍ରଜ୍ଞା ପୁରୁଷ ସୁକଦେବ ନାମକ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଏହାପରେ ସୁକଦେବ ସାହୁ ସ୍ମୃତି ପରିଷଦ ତରଫରୁ ଶିକ୍ଷୟିତ୍ରୀ ଆରାଧନା ଦାସଙ୍କୁ ଶିକ୍ଷା ସମ୍ମାନ, ଶ୍ରୀଯୁକ୍ତ ରଘୁନାଥ ରାଉତଙ୍କୁ ସେବା ସମ୍ମାନ,
वरिष्ठ साहित्यिक डॉक्टर रत्नाकर मल्लिकଙ୍କୁ गल्प सम्मान। डॉक्टर सर्वेश्वर सेणଙ୍କୁ सारस्वत सम्मान। ଏହି ମନୋଜ୍ଞ ଅବସରରେ ଶ୍ରୀଯୁକ୍ତ ଅପର୍ଥୀ ସେଠୀ, ଅଶୋକ ସାହୁ ଓ ସତ୍ୟବ୍ରତ ପୁହାଣ ପ୍ରମୁଖ ମାନପତ୍ର ପାଠ କରିଥିଲେ। ଏହି ସାରସ୍ୱତ ମାନପତ୍ର ବିବରଣୀ ଅବସରରେ ଶ୍ରୀମତୀ ଆରାଧନା ଦାସ ତାଙ୍କ ଅଭିଭାଷଣରେ ଓଡ଼ିଆ ଭାଷା ସାହିତ୍ୟ ସହିତ ଶିକ୍ଷା ସମ୍ପର୍କ ଅତି ନିବିଡ଼। ଏହାପରେ ଡକ୍ଟର ସର୍ବେଶ୍ୱର ସେଣ କହିଲେ, ପ୍ରକୃତରେ ଶୁକଦେବ ସାର୍ ପ୍ରଜ୍ଞା ପୁରୁଷ। କାରଣ ଓଡ଼ିଆ ଭାଷା ସାହିତ୍ୟ ପରମ୍ପରାକୁ ପାଥେୟ କରି ସ୍ୱର୍ଗତ ଶୁକଦେବ ସାହୁ ସାର୍ ଯାହା କରିଯାଇଛନ୍ତି ତାହାକୁ ଆମ୍ଭମାନଙ୍କ ପାଇଁ ନିଶ୍ଚୟ ଭାବରେ ପ୍ରେରଣା ସୃଷ୍ଟି କରିବ। ଆଜିର ପିଢ଼ି ନିଶ୍ଚୟ ଭାବରେ ଶୁକଦେବ ସାର୍ଙ୍କୁ ଅନୁସରଣ କରିବା ଆବଶ୍ୟକ। ଏହାପରେ ଶ୍ରୀଯୁକ୍ତ ରଘୁନାଥ ରାଉତ ସ୍ୱର୍ଗତ ଶୁକଦେବ ସାର୍ଙ୍କର ଅନୁଗାମୀ ଥିଲେ। ତାଙ୍କ ଜୀବନକାଳ ମଧ୍ୟରେ ସେ ଏଭଳି ବ୍ୟକ୍ତିତ୍ୱକୁ କେବେ ଭୁଲି ପାରିବେ ନାହିଁ। ସେ ସିନା ଆଜି ଆମ ପାଖରେ ନାହାନ୍ତି, କିନ୍ତୁ ଆମ ହୃଦୟରେ ସଦାସର୍ବଦା ରହିଛନ୍ତି, ଆଉ ରହିଥିବେ। ତାଙ୍କ ସହିତ ବିତାଇଥିବା କେତୋଟି ମୁହୂର୍ତ୍ତକୁ ବଖାଣି ସେ ଆତ୍ମଭରା ହୋଇଯାଇଥିଲେ। ଏହାପରେ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ମହାନ୍ତି, ଶିକ୍ଷକ ଧ୍ରୁବଚରଣ ପାତ୍ର, ଶ୍ରୀଯୁକ୍ତ ସରୋଜ ମହାନ୍ତି, ଶିକ୍ଷକ ନେତା ପ୍ରଣବ କୁମାର ଜେନା, ନନ୍ଦକିଶୋର ଜେନା, କେନ୍ଦ୍ରାପଡ଼ା ସାହିତ୍ୟ ସଂସଦର ସଭାପତି ଶୁଭ୍ରାଂଶୁ ଶେଖର ଦାସ ସ୍ୱର୍ଗତ ଶୁକଦେବ ସାହୁଙ୍କର ସ୍ମୃତିଚାରଣ କରିଥିଲେ। ଏହାପରେ କେନ୍ଦ୍ରାପଡ଼ା ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଜେନା ତାଙ୍କ ଅଭିଭାଷଣରେ କହିଥିଲେ, ସ୍ୱର୍ଗତ ଶୁକଦେବ ସାହୁ ଜଣେ ଭଲ ଡ୍ରାମା ଆର୍ଟିଷ୍ଟ ଥିଲେ। ପରିଶେଷରେ ବରିଷ୍ଠ ସାହିତ୍ୟିକ ଗବେଷକ ଡକ୍ଟର ବାସୁଦେବ ଦାସ ତାଙ୍କ ଅଭିଭାଷଣରେ କହିଥିଲେ, ଦିବଂଗତ ଶୁକଦେବ ସାର୍ ଆମମାନଙ୍କର ପ୍ରେରଣାର ଉତ୍ସ। ଆମେ ତାଙ୍କୁ ଅନୁସରଣ କରିବା ନିତ୍ୟାନ୍ତ ଆବଶ୍ୟକ। ସାହିତ୍ୟର ଉନ୍ନତି ହେବାକୁ ହେଲେ ଆମେ ଶୁକଦେବ ସାର୍ଙ୍କୁ ଅନୁସରଣ କରିବା ନିହାତି ଜରୁରୀ। ତାଙ୍କର ଅନୁପସ୍ଥିତିକୁ ଆମେ ସଦାସର୍ବଦା ଅନୁଭବ କରୁଛୁ। ତାଙ୍କ ଦ୍ୱାରା ରଚିତ ପୁସ୍ତକମାନ ଲୋକମାନଙ୍କ ହୃଦୟରେ ସଦାସର୍ବଦା ଆନ୍ଦୋଳନ କରିବ, ଶୁକ ସାର୍ କିଏ। ମୁଁ ନିଶ୍ଚୟ ଭାବରେ ଦାବି ରଖୁଛି, ତାଙ୍କର ବାକି ରହିଥିବା ଲେଖା ସବୁକୁ ମୁଦ୍ରଣ କରି ପାଠକମାନଙ୍କ ପାଖରେ ପହଞ୍ଚାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ପରିଶେଷରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶଶିଭୂଷଣ ବେହେରା ତାଙ୍କ ଅଭିଭାଷଣରେ ସ୍ୱର୍ଗତ ଶୁକଦେବ ସାର୍ ଜଣେ ଶିକ୍ଷକ ନଥିଲେ, ସେ ଥିଲେ ପ୍ରଜ୍ଞା ପୁରୁଷ। ତାଙ୍କ ଜୀବନ ଶୈଳୀକୁ ଆଜିର ପିଢ଼ି ନିଶ୍ଚୟ ଭାବରେ ଅନୁସରଣ କରିବା ଆବଶ୍ୟକ। ସେ ଥିଲେ ଜ୍ଞାନର ଭଣ୍ଡାର, ଜ୍ଞାନର ଉତ୍ସ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ବରିଷ୍ଠ ସାହିତ୍ୟିକ, କବି, ଅଧ୍ୟାପକ, ସାମ୍ବାଦିକ ସମେତ ବିଶିଷ୍ଟ ବ୍ୟକ୍ତି ଯୋଗଦାନ ଦେଇ ସ୍ୱର୍ଗତ ସାହୁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।